गोटे कथा भावंतु डाक्तरखानारे गोटे एक्सरे रिपोर्ट देखिला बेले सबुकिछि केमिति स्पष्ट थाए ठीक ना। ହଁ ମାନେ କଳା ପୃଷ୍ଠଭୂମି ଉପରେ ଧଳା ହାଡ଼ ପୁରା ବାରି ହୋଇପଡ଼େ। एक कदम जदि केउठी फाट थाए बा हाड़ भांगी थाए ताहा गोटे धड़ा गाररू स्पष्ट जना पड़ी जाए। डाक्तर सेही आड़कू आंगुठी देखाई सीधा कही दियंती जो समस्या ठीक एइठारे अछि। ସତ କହିଲେ ଆମ ମଣିଷ ମସ୍ତିଷ୍କ ସବୁବେଳେ ଏହିଭଳି ସ୍ପଷ୍ଟତା ହିଁ ଖୋଜିଥାଏ। ଆମେ ଜିନିଷଗୁଡ଼ିକୁ କଳା ଏବଂ ଧଳା ଭାବରେ ଦେଖିବାକୁ ମାନେ ଶ୍ରେଣୀଭୁକ୍ତ କରିବାକୁ ଭଲ ପାଉ। କାରଣ ଯେତେବେଳେ ଗୋଟିଏ ସମସ୍ୟାର କାରଣ ସ୍ପଷ୍ଟ ହୋଇଯାଏ ତାହା ଆମକୁ ଗୋଟେ ପ୍ରକାର ମାନସିକ ଶାନ୍ତି ଦିଏ ଯେ ଆଚ୍ଛା ଆମେ ପରିସ୍ଥିତିକୁ ବୁଝିପାରୁଛୁ। किंतु असुविधा हेउची जेतेबेले आमे आजिर अर्थनीति विश्व राजनीति एवं आमर निजस्व दैनंदिन जीवन भितरे थिबा संपर्ककू देखू सेतेबेले लागे जेमिति सेई एक्सरे मेशिन संपूर्ण रूपे खराब होई जाईची। बिल्कुल सत कथा सबु किछि बहुत जटिल लागे। तेणु आजी हेउची 29 मार्च 2026। एही तथ्यर गभीर विश्लेषणरे आमर मुख्य उद्देश्य हेउची सेही अस्पष्ट एवं जटिल रिपोर्ट भितरु प्रकृत सत्यकू खोजी बाहर करिबा। आमे विभिन्न अंतर्जातीय रिपोर्ट जातीय खबरकागज जेमितिकी बिजनेस स्टैंडर्ड मिंट आउ आमर आंचलिक खबररू तथ्य संग्रह करिछु। हाँ आउ आजी आमे देखिबा जे हजार हजार माइल दूररे चालिथिबा गोटी युद्ध किपरि सीधा सड़ख आम गाड़ीर तेल टैंकी सह जोड़ी होईछि। आउ तासह सरकार किपरि एही नियाकू लिभाइबाकू चेष्टा करुछंती एवं एही सबु चाप भितरे गोटे क्रिकेट मैच किंबा यूट्यूब वीडियो किपरि आम मानसिक संतुलन रक्षा करुछि से विषय भी कथा हेबा। खूब कौतूहलपूर्ण हेब आजिर ही आलोचना। सो आसंतु आरंभ करिबा पश्चिम एशियारू माने सेठारे युद्ध एबे 28तम दिनरे पहुंचिलाणी। आम कथ्य अनुसारे अमेरिका इरानर प्राय 10,000 टार्गेट उपरे आक्रमण करिथिबा बेले इस्राएल मध्य हजार हजार आक्रमण करिसारिलाणी। बापरे 10,000 टार्गेट यह बहुत बड़ संख्या। हाँ आउ एहार प्रभावरे इरानर ड्रोन एवं क्षेपणास्त्र उत्पादन 90% पर्यंत कमी जाइथि बोली रिपोर्ट करुछि। एही 90% ह्रास कौनसी साधारण संख्या नुहे। एहार सिद्धा अर्थ हेउछि युद्धर रूपरेखा संपूर्ण बदलिबाकू जाउछि। किंतु माने आम पाई सबुठारु चिंतार विषय हेउछि एहार अर्थनैतिक पार्श्व प्रतिक्रिया। अच्छा से तेल दर बढ़िबा कथा कहउछंती ना। एकदम एही आक्रमणर खबर आसिबा मात्रे आंतर्जातीय बजाରରେ एक भयर वातावरण खेली जाइछि जहा फଳରେ अशोधित तैल बा जहाकू आमे क्रूड ऑयल कहू तार दर बैरल पिछा 100 रु 110 डॉलर पार करिगलाणी। $110 ଏହା ତ ବହୁତ ଅଧିକ। ହଁ ଆଉ ଏହାର ସିଧା ପ୍ରଭାବ ଆମ ମୁଦ୍ରା ଉପରେ ପଡ଼ିଛି। ଆମ ତଥ୍ୟ କହୁଛି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିଯାଇ 94.85ରେ ପହଞ୍ଚିଛି। ମୁଁ ଏଇଠି ଆପଣଙ୍କୁ ଟିକେ ଅଟକାଇବାକୁ ଚାହିଁବି। ତେଲ ଦର ବଢ଼ିବା କଥାଟା ମୁଁ ବୁଝିପାରୁଛି କାରଣ ଯୁଦ୍ଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେଉଛି। କିନ୍ତୁ ଆମ ପାଖରେ ଥିବା ରିପୋର୍ଟରେ ଆଉ ଏକ ବିଷୟ ଉଲ୍ଲେଖ ଅଛି ଯେ ସରକାରୀ ବଣ୍ଡ ଇଲ୍ଡ ବା ଋଣପତ୍ରର ଆୟ 2 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ହଁ ଏଇ ବଣ୍ଡ ଇଲ୍ଡ କଥାଟା ଟିକେ ଟେକ୍ନିକାଲ ଲାଗିପାରେ। ସେଇଆ ତ ଜଣେ ସାଧାରଣ ଲୋକ ପାଇଁ ଏହାର ପ୍ରକୃତ ଅର୍ଥ କ'ଣ? ମାନେ ବଣ୍ଡ ଇଲ୍ଡ ବଢ଼ିଲେ ଆମ ପକେଟ ଉପରେ କି ପ୍ରଭାବ ପଡ଼େ ଟିକେ ସରଳ ଭାବରେ ବୁଝାଇବେ କି? ନିଶ୍ଚୟ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସରଳ ଭାବରେ କହିଲେ ଯେତେବେଳେ ବିଶ୍ୱରେ ଏଭଳି ଅସ୍ଥିରତା ଦେଖାଦିଏ ବଡ଼ ବଡ଼ ନିବେଶକମାନେ ଭୟଭୀତ ହୋଇ ସେୟାର ବଜାରରୁ ନିଜର ଟଙ୍କା ଉଠାଇ ନିଅନ୍ତି। ଆଚ୍ଛା କାରଣ ସେୟାର ବଜାର ତଳକୁ ଖସିବାର ଭୟ ଥାଏ। ଠିକ୍ କହିଲେ। ସେମାନେ ଏକ ନିରାପଦ ସ୍ଥାନ ଖୋଜନ୍ତି ତାଙ୍କ ଟଙ୍କା ରଖିବା ପାଇଁ ଯେପରିକି ସରକାରୀ ବଣ୍ଡ ବା ଋଣପତ୍ର। ବର୍ତ୍ତମାନ ଯେତେବେଳେ ସରକାରଙ୍କୁ ବଜାରରୁ ଟଙ୍କା ଧାର କରିବାକୁ ପଡ଼େ ଏବଂ ଚାରିଆଡ଼େ ଏମିତି ଆର୍ଥିକ ସଙ୍କଟ ଥାଏ ତେବେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କୁ ଅଧିକ ସୁଧ ହାର ଦେବାକୁ ପଡ଼ିଥାଏ। ଓହୋ ଏହାକୁ ହିଁ ବଣ୍ଡ ଇଲ୍ଡ ବଢ଼ିବା କୁହାଯାଏ ନା? ଏକଦମ। ଏବେ ଆସନ୍ତୁ ଆମ ପକେଟ କଥାକୁ। ଯେତେବେଳେ ସରକାର ନିଜେ ଅଧିକ ସୁଧ ଦେଇ ଋଣ କରନ୍ତି ସେତେବେଳେ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ଋଣ ଆଣିବା ମହଙ୍ଗା ହୋଇଯାଏ। ଆଉ ବ୍ୟାଙ୍କ ମହଙ୍ଗାରେ ଋଣ ଆଣିଲେ ଆମକୁ ବି ମହଙ୍ଗାରେ ଦେବେ। ଏହାର ପରିଣାମ ସ୍ୱରୂପ ଆମର ହୋମ୍ ଲୋନ୍ କାର ଲୋନ୍ କିମ୍ବା ବ୍ୟକ୍ତିଗତ ଋଣର ସୁଧ ହାର ବା EMI ଆପେ ଆପେ ବଢ଼ିଯାଏ। ଅର୍ଥାତ୍ ଇରାନରେ ପଡ଼ୁଥିବା ବୋମା ଆମ ଘରର ମାସିକ ବଜେଟକୁ ସିଧାସଳଖ ବଢ଼ାଇ ଦେଉଛି। ବାପରେ
ମାନେ ଆମେ ଯେତେ ଚେଷ୍ଟା କଲେ ବି ଏହି ବିଶ୍ୱବ୍ୟାପୀ ଜାଲରୁ ଖସିପାରିବା ନାହିଁ। ନା, ଆଦୌ ନୁହେଁ। ସବୁକିଛି ପରସ୍ପର ସହ ଜଡ଼ିତ। ଆଉ ଗୋଟିଏ କଥା, ଏହି ରିପୋର୍ଟରେ ଏକ ନୂଆ ଶବ୍ଦ ବାରମ୍ବାର ବ୍ୟବହାର କରାଯାଇଛି, ମିଡଲ୍ ପାୱାର ବା ମଧ୍ୟମ ଧରଣର ଶକ୍ତିଶାଳୀ ଦେଶ। ହଁ, ଏହା ଏବେ ବିଶ୍ୱ ରାଜନୀତିରେ ଗୋଟେ ବଡ଼ ପ୍ରସଙ୍ଗ ହୋଇଛି। ମାନେ ଯୁଦ୍ଧ ଚାଲିଛି ଆମେରିକା, ଇସ୍ରାଏଲ ଆଉ ଇରାନ ଭିତରେ, କିନ୍ତୁ ଏହି ମିଡଲ୍ ପାୱାରମାନଙ୍କର ଭୂମିକା ହଠାତ୍ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ହୋଇଗଲା? କାରଣ ପୁରୁଣା ବିଶ୍ୱ ବ୍ୟବସ୍ଥା ଏବେ ଭାଙ୍ଗି ଯାଉଛି। କହିବାକୁ ଗଲେ ପୂର୍ବର କ'ଣ ହଉଥିଲା, ଆମେରିକା କିମ୍ବା ରୁଷିଆ ଭଳି ଗୋଟେ ବଡ଼ ମହାଶକ୍ତି ଉପରେ ଅନ୍ୟ ଦେଶମାନେ ନିର୍ଭର କରୁଥିଲେ ଯେ ସେମାନେ ସୁରକ୍ଷା ଦେବେ। ହଁ, ସମସ୍ତେ ଗୋଟିଏ ନା ଗୋଟିଏ ଗୋଷ୍ଠୀରେ ସାମିଲ ରହିଥିଲେ। ଠିକ୍। କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖି ଭାରତ, ସାଉଦି ଆରବ କିମ୍ବା ବ୍ରାଜିଲ ଭଳି ମିଡଲ୍ ପାୱାର ଦେଶଗୁଡ଼ିକ ବୁଝିଗଲେଣି ଯେ ସେହି ପୁରୁଣା ମହାଶକ୍ତିମାନେ ଆଉ ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ ନୁହନ୍ତି। ମାନେ ସେମାନେ ନିଜ ସମସ୍ୟାରେ ନିଜେ ଛନ୍ଦି ହୋଇଛନ୍ତି। ହଁ, ନିଜ ଦେଶର ଅର୍ଥନୀତିକୁ ବଞ୍ଚାଇବାକୁ ହେଲେ ସେମାନଙ୍କୁ ନିଜେ ହିଁ ନୂଆ ମେଣ୍ଟ ଗଠନ କରିବାକୁ ପଡ଼ିବ। ପରସ୍ପର ମଧ୍ୟରେ ବାଣିଜ୍ୟ ଚୁକ୍ତି କରିବାକୁ ପଡ଼ିବ। ସେମାନେ ଏବେ କୌଣସି ଗୋଟିଏ ଗୋଷ୍ଠୀର ଆଖିବୁଜା ସମର୍ଥନ କରୁନାହାନ୍ତି। ଆଚ୍ଛା, ସେମାନେ କେବଳ ନିଜ ଦେଶର ସ୍ୱାର୍ଥ ଅନୁଯାୟୀ ନିଷ୍ପତ୍ତି ନେଉଛନ୍ତି ନା? ବିଲକୁଲ। ଆଉ ଏହା ବିଶ୍ୱ ରାଜନୀତିରେ ଏକ ବହୁତ ବଡ଼ ପରିବର୍ତ୍ତନ। ଆଉ ସେଇ ନିଜ ଦେଶର ସ୍ୱାର୍ଥ ରକ୍ଷା କରିବା କଥାରୁ ଆମେ ଆସିବା ଆମ ଭାରତ ସରକାରଙ୍କ ନିଷ୍ପତ୍ତି ଉପରକୁ। ମାନେ ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ପିଛା $110 ଥିଲାବେଳେ ତାରି ତାକିରେ ତାର ହିସାବରେ ଆମ ପାଖ ପେଟ୍ରୋଲ ପମ୍ପରେ ଲିଟର ପିଛା ଦାମ ବହୁତ ବଢ଼ିଯିବା କଥା। ହଁ, ସ୍ୱାଭାବିକ ଭାବେ ବଢ଼ିବା କଥା। କିନ୍ତୁ ସେମିତି ହୋଇନାହିଁ। କେନ୍ଦ୍ର ସରକାର ତୁରନ୍ତ ଏକ ବଡ଼ ପଦକ୍ଷେପ ନେଇ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁଥିବା ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଟିକସ ବା ଯାହାକୁ ଏକ୍ସାଇଜ ଡ୍ୟୁଟି କୁହାଯାଏ, ତାକୁ ଲିଟର ପିଛା ପ୍ରାୟ 10 ଟଙ୍କା କମାଇ ଦେଇଛନ୍ତି। ହଁ, ପେଟ୍ରୋଲ ଉପରେ ଏହି ଟିକସ 13 ଟଙ୍କାରୁ 3 ଟଙ୍କାକୁ ଖସିଛି। ଆଉ ଡିଜେଲ ଉପରେ ତ ଏହା 10 ଟଙ୍କାରୁ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଛି। କିନ୍ତୁ ମୋର ଏଠାରେ ଏକ ବଡ଼ ସନ୍ଦେହ ଅଛି। ଆମ ରିପୋର୍ଟ ଅନୁସାରେ ଏହି ଟିକସ କଟ୍ ଯୋଗୁଁ 2027 ଆର୍ଥିକ ବର୍ଷ ସୁଦ୍ଧା ସରକାରଙ୍କୁ 1.3 ଟ୍ରିଲିୟନ ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ। ବହୁତ ବଡ଼ ରକମ ଏହା। ସେଇଆ ତ, ଏତେ ବଡ଼ ରକମ ସରକାର ନିଜ ଆଡ଼ୁ ଏତେ ବଡ଼ କ୍ଷତି କାହିଁକି ସହିବେ? ଆଉ ଶେଷରେ ଏହି ଟଙ୍କା କେଉଁଠୁ ଆସିବ? ଆମରି ପକେଟରୁ ହିଁ ଅନ୍ୟ କୌଣସି ବାଟରେ ଯିବ ନାହିଁ ତ? ଆପଣଙ୍କର ସନ୍ଦେହ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। 1.3 ଟ୍ରିଲିୟନ ଟଙ୍କାର କ୍ଷତି ଗୋଟେ ଛୋଟ କଥା ନୁହେଁ। ହେଲେ ସରକାରଙ୍କ ପାଖରେ ଥିବା ଦୁଇଟି ଖରାପ ବିକଳ୍ପ ଭିତରୁ ଏହା ହେଉଛି କମ୍ ଖରାପ ବିକଳ୍ପ। କମ୍ ଖରାପ ବିକଳ୍ପ ଟିକେ ବୁଝାଇବେ? ମାନେ ଟିକେ ଭାବନ୍ତୁ, ଯଦି ସରକାର ଏହି ଟିକସ ନ କମାନ୍ତେ ତେବେ ଡିଜେଲ ଦର ଆକାଶଛୁଆଁ ହୋଇଯାନ୍ତା। ଡିଜେଲ ଦର ବଢ଼ିବାର ଅର୍ଥ ହେଉଛି ପରିବହନ ଖର୍ଚ୍ଚ ବଢ଼ିବ। ଆଉ ତାପରେ କ'ଣ ହବ ଜାଣିଛନ୍ତି? ସବୁ ଜିନିଷର ଦାମ ବଢ଼ିଯିବ। ଚାଉଳ, ଡାଲି, ପନିପରିବା ସବୁ ମହଙ୍ଗା ହେଇଯିବ। ଏକଦମ୍। ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ଅନିୟନ୍ତ୍ରିତ ଭାବ ବଢ଼ିଯିବ। ଦେଶରେ ଭୟଙ୍କର ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ଦେଖାଦେବ। ଖାସ୍ କରି ଯେତେବେଳେ ନିର୍ବାଚନ ପାଖେଇ ଆସୁଛି, ସରକାର ସାଧାରଣ ଲୋକଙ୍କ ଅସନ୍ତୋଷ ମୋଲ ନେବାକୁ ଆଦୌ ଚାହିଁବେ ନାହିଁ। ଓହୋ, ତେଣୁ ସମ୍ପୂର୍ଣ୍ଣ ଅର୍ଥନୀତିକୁ ମହଙ୍ଗା ମାଡ଼ରୁ ବଞ୍ଚାଇବା ପାଇଁ ସରକାର ନିଜ ଆୟରେ ଏହି ସାମୟିକ କ୍ଷତି ସହିବାକୁ ନିଷ୍ପତ୍ତି ନେଇଛନ୍ତି। ହଁ, ଯଦିଓ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର 20 ଟଙ୍କା ବଢ଼ାଇ ସେହି କ୍ଷତିକୁ ସାମାନ୍ୟ ଭରଣା କରିବାକୁ ଚେଷ୍ଟା କରାଯାଇଛି, ତଥାପି ଏହା ମୁଖ୍ୟତଃ ଏକ ସୁରକ୍ଷା କବଚ ପରି କାମ କରୁଛି। ତାହା ମୁଁ ବୁଝିଲି। ଏହା ଠିକ୍ ସେହିପରି ଯେମିତି ପ୍ରବଳ ବର୍ଷାରେ ଘରର ଛାତରୁ ପାଣି ଗଳୁଥିଲେ ଘର ମାଲିକ ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରି ତାକୁ ତୁରନ୍ତ ମରାମତି କରେ। ମାନେ କ୍ଷତି ହେଲେ ବି ପରିବାର ଲୋକଙ୍କୁ ଓଦା ହେବାରୁ ବଞ୍ଚାଇବା ଜରୁରୀ। ବହୁତ ବଢ଼ିଆ ଉଦାହରଣ ଦେଲେ। ଠିକ୍ ସେମ୍ପିଲି ହେଉଛି। କିନ୍ତୁ ଏହା ତ ଏକ ସାମୟିକ ସମାଧାନ ହେଲା ନା। ଦୀର୍ଘସ୍ଥାୟୀ ସମାଧାନ ପାଇଁ ସରକାର ଏବେ E25 ମାନେ ଇଥାନଲ ବ୍ଲେଣ୍ଡିଂ ଉପରେ କାମ କରୁଛନ୍ତି ବୋଲି ଆମ ତଥ୍ୟ କହୁଛି। ନିଶ୍ଚିତ ଭାବେ। ଆଉ ସତ କହିଲେ ଏହା ହିଁ ସବୁଠାରୁ ଆକର୍ଷଣୀୟ ଦିଗ। E25ର ଅର୍ଥ ହେଉଛି ଗାଡ଼ିର ଇନ୍ଧନରେ 75% ପେଟ୍ରୋଲ ଏବଂ 25% ଇଥାନଲ ମିଶ୍ରଣ ହେବ। ଆଉ ଏହି ଇଥାନଲ ତ ଆମେ ନିଜ ଦେଶରେ ହିଁ ତିଆରି ହୁଏ, ଠିକ୍ ନା? ହଁ, ଏହା ମୁଖ୍ୟତଃ ଆମ ଦେଶର କୃଷିଜାତ ସାମଗ୍ରୀ ଯେପରିକି ଆଖୁରୁ ପ୍ରସ୍ତୁତ ହୁଏ। ଯଦି ଆମେ ସଫଳତାର ସହ 25% ଇଥାନଲ ବ୍ୟବହାର କରିପାରିବା, ତେବେ ଟିକେ ଭାବନ୍ତୁ, ବିଦେଶରୁ ଆସୁଥିବା ତେଲ ଉପରେ ଆମର ନିର୍ଭରଶୀଳତା କେତେ ମାତ୍ରାରେ କମିଯିବ।
ଆଉ କୋଟି କୋଟି ଟଙ୍କାର ବିଦେଶୀ ମୁଦ୍ରା ଆମ ଦେଶ ଭିତରେ ହିଁ ରହିବ। ବିଲକୁଲ, ଏବଂ ଆମ କୃଷକମାନେ ମଧ୍ୟ ଲାଭବାନ ହେବେ। ଆଉ ଏହା ସହିତ ଭାରତ ଏବଂ ଆମେରିକା ମଧ୍ୟରେ ଯେଉଁ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ବା ବିଟିଏ ପାଇଁ ଆଲୋଚନା ଚାଲିଛି, ତାହା ମଧ୍ୟ ଆମ ଯୋଗାଣ ଶୃଙ୍ଖଳାକୁ ବହୁତ ମଜବୁତ କରିବ। ବାଃ, ଏହା ଏକ ଭଲ ଖବର। ଆଚ୍ଛା, କେନ୍ଦ୍ର ସରକାରଙ୍କ କଥା ତ ଗଲା, ଏବେ ଆମେ ନିଜ ରାଜ୍ୟ ଓଡ଼ିଶାର ସ୍ଥିତି ଉପରେ ଟିକେ ନଜର ପକାଇବା। ମାନେ କେନ୍ଦ୍ର ସରକାର ଟିକସ କମାଇ ରାଜସ୍ୱ ଖତି ସହୁଥିବା ବେଳେ ରାଜ୍ୟ ସ୍ତରରେ କିନ୍ତୁ ଗୋଟେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ହଁ, ଅବକାରୀ ନୀତିକୁ ନେଇ ନା? ଏକଦମ। ଏପ୍ରିଲ 1ରୁ ଓଡ଼ିଶାରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି। ଏହି ନୀତି ଅନୁସାରେ ଗ୍ରାମାଞ୍ଚଳ, ଧାର୍ମିକ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନ ପାଖରେ ଆଉ କୌଣସି ନୂଆ ମଦ ଦୋକାନ ଖୋଲିବ ନାହିଁ। ଆଉ ହୋମ୍ ଡେଲିଭରି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବ। ହଁ, କିନ୍ତୁ ଏହା ସହିତ ନୂଆ ଲାଇସେନ୍ସ ଫିକୁ 10% ବୃଦ୍ଧି କରାଯାଇଛି। ମାନେ ଅର୍ଥାତ୍ ରାଜ୍ୟ ସରକାର ନିଜର ରାଜସ୍ୱ ଆଦାୟର ବାଟ ଖୋଲା ରଖିବା ସହ ସାମାଜିକ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଦିଗକୁ ବ୍ୟାଲେନ୍ସ କରୁଛନ୍ତି। ସତ କହିବାକୁ ଗଲେ ମଦ ବା ଆଲକୋହଲକୁ ନିୟନ୍ତ୍ରଣ କରିବା କୌଣସି ବି ସରକାର ପାଇଁ ସହଜ ନୁହେଁ। ଏହା ଗୋଟେ ଦୋଧାରିଆ ଖଣ୍ଡା ପରି। ସତ କଥା। ଗୋଟିଏ ପଟେ ଏହା ରାଜ୍ୟ ପାଇଁ ଏକ ବଡ଼ ଆୟର ଉତ୍ସ, ଅନ୍ୟପକ୍ଷରେ ଏହାର ସାମାଜିକ ପ୍ରଭାବ ଖୁବ୍ ଭୟଙ୍କର। ବିଲକୁଲ। ଆଉ ମଦର ଏହି ଭୟଙ୍କର ପ୍ରଭାବ କଥା ଉଠିଲା ବେଳେ ଆମ ତଥ୍ୟରେ ଥିବା ଆଉ ଗୋଟିଏ ରିପୋର୍ଟ ମୋର ମନେ ପଡ଼ୁଛି। କୋଉଟା? ସେଇ ସିଙ୍ଗାପୁର କୋର୍ଟର ରାୟ ବିଷୟରେ କହୁଛନ୍ତି କି? ହଁ, ସେଇଟା। ଯଦିଓ ଘଟଣାଟି ସିଙ୍ଗାପୁରର, କିନ୍ତୁ ଏହାର ଶିକ୍ଷା ସବୁଠି ସମାନ। ଭାରତୀୟ ବଂଶୋଦ୍ଭବ ସିଇଓ ଜୁବିନ୍ ଗର୍ଗଙ୍କର ଯେଉଁ ରହସ୍ୟମୟ ବୁଡ଼ିଯିବା କାରଣରୁ ମୃତ୍ୟୁ ହୋଇଥିଲା, ଆପଣଙ୍କର ମନେ ଥିବ। ହଁ ହଁ, ଲୋକେ ତାକୁ ନେଇ କେତେ ପ୍ରକାରର କାହାଣୀ ତିଆରି କରିଦେଇଥିଲେ। କର୍ପୋରେଟ୍ ଷଡ଼ଯନ୍ତ୍ରଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ କେତେ କ'ଣ କଥା ଉଠିଲା। କିନ୍ତୁ ଶେଷରେ କୋର୍ଟଙ୍କ ରାୟ କ'ଣ ଆସିଲା? ସେହି ରାୟ ସେହି ଏକ୍ସରେ ମେସିନ୍ ପରି ସବୁକିଛି ସ୍ପଷ୍ଟ କରିଦେଲା। ତାଙ୍କ ରକ୍ତରେ 333 ମିଲିଗ୍ରାମ ଆଲକୋହଲ ମିଳିଲା, ଯାହା ଏକ ସାଂଘାତିକ ମାତ୍ରା। ବାପରେ, 333 ମିଲିଗ୍ରାମ? ହଁ, ଏହା ପ୍ରମାଣ କରେ ଯେ ବିଶୃଙ୍ଖଳିତ ମଦ୍ୟପାନର ପରିଣାମ କେତେ ଭୟଙ୍କର ହୋଇପାରେ। ମାନେ ଆପଣ ଯେତେ ବଡ଼ ପଦବୀରେ ଥାନ୍ତୁ ନା କାହିଁକି। ଏକଦମ ସଠିକ୍। ଆଇନ ଏବଂ ବିଜ୍ଞାନ ସବୁବେଳେ ମିଥ୍ୟା କାହାଣୀକୁ ଚିରି ସତ୍ୟକୁ ବାହାର କରି ଆଣେ। ଆଉ ଓଡ଼ିଶାର ଏହି ନୂଆ ଅବକାରୀ ନୀତି ମଧ୍ୟ ସେହିଭଳି ଏକ ପ୍ରୟାସ ବୋଲି କହିପାରିବା, ଯାହା ସମାଜରେ ଆଲକୋହଲର ନକାରାତ୍ମକ ପ୍ରଭାବକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି। ହଁ, ଏକ ସକାରାତ୍ମକ ପଦକ୍ଷେପ। କିନ୍ତୁ ମୋର ଏଠାରେ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। କି ଦ୍ୱନ୍ଦ୍ୱ? ଟିକେ ଖୋଲିକି କୁହନ୍ତୁ। ମାନେ ଗୋଟିଏ ପଟେ ସରକାର ଅବକାରୀ ନୀତି କଡ଼ାକଡ଼ି କରି ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଉଛନ୍ତି, ହେଲେ ଅନ୍ୟପକ୍ଷରେ ଖବରକାଗଜଗୁଡ଼ିକ ଏକ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖାଉଛନ୍ତି। ଆଚ୍ଛା। ଦେଖନ୍ତୁ, ଏବେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଚାଲିଛି ଏବଂ ଆର୍ଥିକ ବର୍ଷର ଶେଷ ସମୟ ହୋଇଥିବାରୁ ଅଫିସଗୁଡ଼ିକରେ କାମର ପ୍ରବଳ ଚାପ ବଢ଼ିଛି। କିନ୍ତୁ ଯାଜପୁରରେ ପ୍ରଶାସନିକ ଅଧିକାରୀମାନେ ମହୋତ୍ସବ ଆୟୋଜନରେ ବ୍ୟସ୍ତ ଅଛନ୍ତି, ଯାହାକୁ ନେଇ ତୀବ୍ର ସମାଲୋଚନା ହେଉଛି। ହଁ, ମୁଁ ମଧ୍ୟ ଏହି ଖବର ପଢ଼ିଥିଲି। ଆଉ ସେପଟେ ସମ୍ବଲପୁରରେ ମଧ୍ୟ ଆଗକୁ ଥିବା ଉତ୍କଳ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଁ କହିବା କଥା ହେଲା, ଯେଉଁ ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେଉଛି, ସେହି ସମୟରେ ପ୍ରଶାସନର ଏଭଳି ମହୋତ୍ସବରେ ମାତିବାଟା ମୋତେ କେମିତି କିଛି ଠିକ୍ ଲାଗୁନାହିଁ। ଆପଣ ଯେଉଁ ବିରୋଧାଭାସ ଦେଖୁଛନ୍ତି, ତାହା ହିଁ ହେଉଛି ଆଜିର ସରକାରୀ ବ୍ୟବସ୍ଥାର ବାସ୍ତବତା। ଏହା ପ୍ରକୃତରେ ଏକ ଜଟିଳ ସନ୍ତୁଳନ ପ୍ରକ୍ରିୟା। ସନ୍ତୁଳନ? କେମିତି? ଦେଖନ୍ତୁ, ପ୍ରଶାସନ ପାଇଁ ପରୀକ୍ଷା ପରିଚାଳନା ଯେତିକି ଜରୁରୀ, ଲୋକଙ୍କର ସାଂସ୍କୃତିକ ଆବେଗକୁ ସନ୍ତୁଷ୍ଟ କରିବା ମଧ୍ୟ ସେତିକି ଜରୁରୀ ହୋଇପଡ଼ିଛି ଆଜିକାଲି। ମହୋତ୍ସବଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ, ଏହା ଆଞ୍ଚଳିକ ଅର୍ଥନୀତି ଏବଂ ସାଂସ୍କୃତିକ ପରିଚୟ ସହ ଜଡ଼ିତ। ତାହା ବି ଗୋଟେ ଦିଗ, ମୁଁ ମାନୁଛି। ତେବେ ଆପଣ ସମୟର ଚୟନକୁ ନେଇ ଯେଉଁ ପ୍ରଶ୍ନ ଉଠାଇଲେ, ତାହା ସମ୍ପୂର୍ଣ୍ଣ ସ୍ୱାଭାବିକ। ଏହା ଦର୍ଶାଉଛି ଯେ ଯେତେବେଳେ ଗୋଟିଏ ବ୍ୟବସ୍ଥା ଉପରେ ଏକାଧିକ ଦାୟିତ୍ୱ ନ୍ୟସ୍ତ କରାଯାଏ, ସେତେବେଳେ ପ୍ରାଥମିକତା କେଉଁଥିରେ ରହିବ, ତାକୁ ନେଇ ସବୁବେଳେ ସଂଘର୍ଷ ଦେଖାଦେବ ହିଁ ଦେଖାଦେବ। ହଁ, ସେହି ସଂଘର୍ଷ ହିଁ ଏବେ ଦେଖିବାକୁ ମିଳୁଛି। ଆଚ୍ଛା, ଏହି ମହୋତ୍ସବ ଆଉ ମନୋରଞ୍ଜନ କଥାରୁ ଏବେ ଆମେ ଆମର ଏହି ବିଶ୍ଳେଷଣର ଏକ ନୂଆ ମୋଡ଼ ଆଡ଼କୁ ଯିବା। ନିଶ୍ଚୟ। ମାନେ ଆମେ ଏତେ ସମୟ ଧରି ଯୁଦ୍ଧ, ଆର୍ଥିକ ସଙ୍କଟ ଆଉ ଆଇନ ବିଷୟରେ ଆଲୋଚନା କଲେ। ଏସବୁ ଶୁଣିଲା ପରେ ଜଣେ ସାଧାରଣ ମଣିଷ ଭାବିବ ଯେ ଏତେ ଚାପ୍ ଭିତରେ ବଞ୍ଚିବ କେମିତି? ସତ କଥା, ମୁଣ୍ଡ ଖରାପ ହୋଇଯିବ। ତାର ଉତ୍ତର ହେଉଛି ଖେଳ
ଏବଂ ସିନେମା। ଆପଣ ଜାଣିଥିବେ ମାର୍ଚ୍ଚ 28ରୁ IPL 2026 ଆରମ୍ଭ ହେବାକୁ ଯାଉଛି। ଓହୋ, କ୍ରିକେଟ ଫିଭର ପୁଣି ଥରେ ଆରମ୍ଭ। ଏକଦମ। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ବିରାଟ କୋହଲି ଆଉ ଏକ ବଡ଼ ରେକର୍ଡ କରିବାକୁ ଯାଉଛନ୍ତି। ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖାଯାଉଛି ତାହା ଅବିଶ୍ୱସନୀୟ। କ୍ରିକେଟ ତ ଆମ ଦେଶରେ ଗୋଟେ ଧର୍ମ ପରି। କିନ୍ତୁ ଖାଲି କ୍ରିକେଟ ନୁହେଁ, ଫୁଟବଲରେ ମଧ୍ୟ ବେଶ୍ ରୋମାଞ୍ଚ ଦେଖିବାକୁ ମିଳିଛି ଆଜିକାଲି। ହଁ, ସେଇ ଫ୍ରାନ୍ସ ଚିଲି ମ୍ୟାଚ୍ କଥା କହୁଛନ୍ତି ନା? ହଁ, ଯେଉଁଥିରେ ଏମ୍ବାପେଙ୍କ ଚମତ୍କାର ଗୋଲ୍ ବଳରେ ଫ୍ରାନ୍ସ 3-2ରେ ଚିଲିକୁ ହରାଇଛି। ଆଉ ତା ସହ ଫିଫା ମଧ୍ୟ ନିଜ ନିୟମରେ କିଛି ନୂଆ ପରିବର୍ତ୍ତନ ଆଣି ଖେଳକୁ ଆହୁରି ଗତିଶୀଳ କରିବାକୁ ପ୍ରୟାସ କରୁଛି। ବାଃ, କ୍ରୀଡ଼ା ଜଗତ ସବୁବେଳେ କିଛି ନା କିଛି ନୂଆ ଆଣିଥାଏ। ପ୍ରକୃତରେ କ୍ରୀଡ଼ା ଜଗତର ସବୁଠାରୁ ବଡ଼ ସଫଳତା ହେଉଛି ଏହା ଆମକୁ କିଛି ସମୟ ପାଇଁ ବାସ୍ତବତାର କଠୋର ଦୁନିଆରୁ ବିଚ୍ଛିନ୍ନ କରିଦିଏ। ଏହା ଏକ ପ୍ରକାରର ସୁସ୍ଥ ପଳାୟନବାଦ ବା ଏସ୍କେପିଜିମ୍ କହିପାରିବା। ସୁସ୍ଥ ପଳାୟନବାଦ, ବହୁତ ସୁନ୍ଦର ଶବ୍ଦ ବ୍ୟବହାର କଲେ। ଆଉ ଯଦି ମନୋରଞ୍ଜନ କଥା କରିବା, ଏବେ ଭୁଲ ଭୁଲैया 2 ସିନେମା ହଲ୍ରେ ବହୁତ ଭଲ ପ୍ରଦର୍ଶନ କରୁଛି ବୋଲି ଆମ ରିପୋର୍ଟରେ ଅଛି। ହଁ, ଲୋକେ ବହୁତ ପସନ୍ଦ କରୁଛନ୍ତି। କିନ୍ତୁ ମନୋରଞ୍ଜନ ଜଗତରୁ ସବୁଠାରୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଅସ୍କାର ଆୱାର୍ଡକୁ ନେଇ। ଆମେ ସମସ୍ତେ ଜାଣୁ ଯେ ଅସ୍କାର ହେଉଛି ହଲିଉଡର ସବୁଠାରୁ ପାରମ୍ପରିକ ଏବଂ ମର୍ଯ୍ୟାଦାଜନକ ପୁରସ୍କାର। ହଁ, ତାର ଗ୍ଲାମର ହିଁ ଅଲଗା। କିନ୍ତୁ ରିପୋର୍ଟ କହୁଛି ଯେ 2029 ସୁଦ୍ଧା ଅସ୍କାର ନିଜର ବହୁ ପରିଚିତ ଡଲ୍ବି ଥିଏଟର ଛାଡ଼ି ପିକକ୍ ଥିଏଟରକୁ ସ୍ଥାନାନ୍ତରିତ ହେବ। କିନ୍ତୁ ମୋ ପାଇଁ ସବୁଠାରୁ ବଡ଼ ଝଟକା ହେଲା ଅଲଗା କଥା। କ'ଣ ସେଇଟା? ଏହା ଆଉ ଆମେରିକାର ପ୍ରସିଦ୍ଧ ABC ଟିଭି ଚ୍ୟାନେଲରେ ନୁହେଁ, ବରଂ ସିଧାସଳଖ ୟୁଟ୍ୟୁବରେ ପ୍ରସାରିତ ହେବ। ମୋତେ ଟିକେ ବୁଝାନ୍ତୁ, ଏତେ ବଡ଼ ପାରମ୍ପରିକ ଅନୁଷ୍ଠାନ ଏକ ମାଗଣା ଡିଜିଟାଲ ପ୍ଲାଟଫର୍ମକୁ କାହିଁକି ଆସିବ? ଏହା ପଛର କାରଣ କ'ଣ ହୋଇପାରେ? କାରଣ ହେଉଛି ବହୁତ ସିମ୍ପଲ। ଦର୍ଶକମାନେ ଆଉ ଟିଭି ସାମ୍ନାରେ ବସି ନାହାନ୍ତି। ଏହା ମନୋରଞ୍ଜନ ଶିଳ୍ପ ପାଇଁ ଏକ ଯୁଗାନ୍ତକାରୀ ପରିବର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାନେ ଲୋକଙ୍କର ଦେଖିବା ଶୈଳୀ ସମ୍ପୂର୍ଣ୍ଣ ବଦଳିଗଲାଣି। ଏକଦମ। ଆଗରୁ ABC ଭଳି ଟିଭି ନେଟୱାର୍କଗୁଡ଼ିକ ଗୋଟିଏ ପ୍ରକାରର ପାଚେରୀ ଠିଆ କରିଦେଉଥିଲେ। ଆପଣଙ୍କ ପାଖରେ ଦାମୀ କେବୁଲ କନେକ୍ସନ ନଥିଲେ ଆପଣ ଓସ୍କାର ଦେଖିପାରିବେ ନାହିଁ। କିନ୍ତୁ ଏବେର ଯୁବପିଢ଼ି କେବୁଲ କନେକ୍ସନ କାଟି ସାରିଲେଣି। ହଁ, ସେମାନେ ତ ନିଜର ସ୍ମାର୍ଟଫୋନରେ ହିଁ ସବୁକିଛି ଚାହୁଁଛନ୍ତି। ବିଲକୁଲ। ତେଣୁ ୟୁଟ୍ୟୁବକୁ ଆସିବାର ଅର୍ଥ ହେଉଛି ଓସ୍କାର ଏବେ ବିଶ୍ୱର ପ୍ରତିଟି କୋଣରେ ପହଞ୍ଚି ପାରିବ। ଓଡ଼ିଶାର କୌଣସି ଏକ ଛୋଟ ଗାଁରେ ବସିଥିବା ଜଣେ ଯୁବକ ଏବଂ ନ୍ୟୁୟର୍କରେ ବସିଥିବା ଜଣେ ବ୍ୟକ୍ତି ଉଭୟ ଏକା ସାଙ୍ଗରେ ଏହାକୁ ଦେଖିପାରିବେ। ବାଃ, ଏହାକୁ ହିଁ ମନୋରଞ୍ଜନର ପ୍ରକୃତ ଗଣତାନ୍ତ୍ରିକରଣକୁ ଆଯିବ ବୋଧେ। ହଁ, ଏହା ପ୍ରମାଣ କରୁଛି ଯେ ସାଧାରଣ ଦର୍ଶକଙ୍କ ସୁବିଧା ଆଗରେ ବଡ଼ ବଡ଼ ହଲିଉଡ୍ କମ୍ପାନୀଗୁଡ଼ିକୁ ମଧ୍ୟ ନିଜର ପରମ୍ପରା ବଦଳାଇବାକୁ ପଡ଼ୁଛି। ଦର୍ଶକ ହିଁ ଏବେ ପ୍ରକୃତ ନିୟନ୍ତ୍ରକ। ୱାଓ, ମାନେ ନିୟନ୍ତ୍ରଣ ଏବେ ସମ୍ପୂର୍ଣ୍ଣ ଦର୍ଶକଙ୍କ ହାତରେ। ଆଚ୍ଛା, ଏସବୁ କଥା ଶୁଣିବା ପରେ ମୋ ମନକୁ ଆମ ତଥ୍ୟରେ ଥିବା ଏକ ଅଦ୍ଭୁତ କିନ୍ତୁ ବହୁତ ରୋଚକ ଛୋଟ ଖବର ଆସୁଛି। କି ଖବର? ଆମେ ସେ ରିପୋର୍ଟରେ ପଢ଼ିଥିଲି ନା ଯେ ବଡ଼ ବଡ଼ ହୋଟେଲଗୁଡ଼ିକରେ କେବଳ ଧଳା ରଙ୍ଗର ବେଡସିଟ୍ କାହିଁକି ବ୍ୟବହାର କରାଯାଏ? ଓହୋ, ହଁ, ତାର ଉତ୍ତର ଥିଲା ଯେ ବେଡସିଟ୍ରେ ଯେତେ କଠିନ ଦାଗ ଲାଗିଲେ ମଧ୍ୟ ଗରମ ପାଣିରେ ବ୍ଲିଚ୍ ପକାଇ ଧୋଇଦେଲେ ତାହା ପୁଣି ସମ୍ପୂର୍ଣ୍ଣ ସଫା ଏବଂ ନୂଆ ପରି ହୋଇଯାଏ। ଏକଦମ। ଆଉ ମୋତେ ଲାଗୁଛି ଆମ ଜୀବନରେ ଏହି IPL ଏବଂ ସିନେମାଗୁଡ଼ିକ ମଧ୍ୟ ଠିକ୍ ସେଇ ବ୍ଲିଚ୍ ପରି କାମ କରୁଛନ୍ତି। ଆମର ସବୁ ଚାପକୁ ଧୋଇ ସଫା କରିଦେଉଛନ୍ତି। ଆପଣ ଏକଦମ ସଠିକ୍ ଆଉ ସୁନ୍ଦର ତୁଳନା କରିଛନ୍ତି। ମାନେ ଦିନସାରା ତେଲ ଦର ବଢ଼ିବାର ଚିନ୍ତା, ମହଙ୍ଗା ମାଡ଼, ଅଫିସର ଚାପ ଆଉ ଏହି ବିଶ୍ୱବ୍ୟାପୀ ଅସ୍ଥିରତାର ଯେଉଁ କଳା ଦାଗ ଆମ ମନ ଉପରେ ଲାଗିଥାଏ, ସନ୍ଧ୍ୟାରେ ଗୋଟିଏ ରୋମାଞ୍ଚକର କ୍ରିକେଟ ମ୍ୟାଚ୍ ଦେଖିଦେଲେ ସେଇ ସବୁ ଦାଗ ଯେମିତି ବ୍ଲିଚ୍ ହୋଇ ଧୋଇ ହୋଇଯାଏ। ବିଲକୁଲ। ଆମ ମସ୍ତିଷ୍କ ପୁଣି ଥରେ ଏକ ସଫା ଧଳା ଚାଦର ପରି ଶାନ୍ତ ହୋଇଯାଏ, ଯାହା ଆମକୁ ପରଦିନର ନୂଆ ସଂଘର୍ଷ ପାଇଁ ବଳ ଦିଏ। ବାସ୍ତବରେ ଆଜିର ଏହି ବିଶ୍ଳେଷଣରୁ ଆମେ ଦେଖିଲେ ଯେ ବିଶ୍ୱ କେତେ ଜଟିଳ ଆଉ ସବୁକିଛି କିପରି ପରସ୍ପର ସହ ଯୋଡ଼ି ହୋଇଛି। ହଜାର ହଜାର ମାଇଲ ଦୂରରେ ଥିବା ଇରାନ ଇସ୍ରାଏଲ ସଂକଟ କିପରି ଆମ ସରକାରୀ ବଣ୍ଡ ଇଲ୍ଡ ଏବଂ ଟଙ୍କାର ମୂଲ୍ୟକୁ ପ୍ରଭାବିତ କରୁଛି। ଆଉ ସେହି ଝଟକାରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର କିପରି 1.3 ଟ୍ରିଲିୟନ ଟଙ୍କାର କ୍ଷତି ସହି ପେଟ୍ରୋଲ ଟ୍ୟାକ୍ସ କମାଉଛନ୍ତି ଏବଂ ଇଥନଲ ବ୍ଲେଣ୍ଡିଂ ଉପରେ ଜୋର ଦେଉଛନ୍ତି ତାହା ମଧ୍ୟ ଆମେ ବୁଝିଲେ। ଏବଂ ରାଜ୍ୟ ସ୍ତରରେ ଓଡ଼ିଶା ସରକାର ନିଜ ନୂଆ ଅବକାରୀ ନୀତି ଜରିଆରେ କିପରି ଉଭୟ ରାଜସ୍ୱ
ଏବଂ ସାମାଜିକ ନିୟନ୍ତ୍ରଣ ରକ୍ଷା କରିବାକୁ ଉଦ୍ୟମ କରୁଛନ୍ତି, ଯଦିଓ ମହୋତ୍ସବ ଏବଂ ପରୀକ୍ଷାକୁ ନେଇ କିଛି ଦ୍ୱନ୍ଦ୍ୱ ରହିଛି। ହଁ, ଆଉ ଶେଷରେ ଏସବୁ କୋଳାହଳରୁ ମୁକ୍ତି ପାଇବା ପାଇଁ ଆମେ କିପରି ଖେଳ ଏବଂ ମନୋରଞ୍ଜନର ଆଶ୍ରୟ ନେଉଛୁ। ସବୁଠାରୁ ବଡ଼ ଶିକ୍ଷା ହେଉଛି ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସବୁକିଛିକୁ ସେହି ଏକ୍ସରେ ରିପୋର୍ଟ ପରି ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ସରଳ କରିପାରିବା ନାହିଁ। ଠିକ୍ କଥା। ବେଳେବେଳେ ଆମକୁ ଏହି ଜଟିଳତା ଭିତରେ ହିଁ ନିଜର ବାଟ ଖୋଜିବାକୁ ପଡ଼ିବ। ତେବେ ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ଆମ ଶ୍ରୋତାମାନଙ୍କ ପାଇଁ ଗୋଟିଏ ଗଭୀର ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ିଯିବାକୁ ଚାହିଁନ୍ତି। ନିଶ୍ଚୟ, କୁହନ୍ତୁ। ଯେଉଁ ବିଶ୍ୱ ବ୍ୟବସ୍ଥାରେ ପଶ୍ଚିମ ଏସିଆରେ ପଡ଼ୁଥିବା ଗୋଟିଏ ବୋମା ଆମ ଘରର EMI କିମ୍ବା ଗାଡ଼ିର ତେଲ ଖର୍ଚ୍ଚକୁ ସିଧାସଳଖ ବଢ଼ାଇ ଦେଉଛି, ସେହି ସମାନ ଦୁନିଆରେ ଆମେ ସମସ୍ତେ ଗୋଟିଏ କ୍ରିକେଟ ମ୍ୟାଚ୍ କିମ୍ବା ୟୁଟ୍ୟୁବରେ ଅସ୍କାର ଦେଖିବା ବେଳେ ଏକାଠି ହୋଇପାରୁଛୁ, ଏକାଠି ଉତ୍କଣ୍ଠାର ସହ ଆନନ୍ଦ ନେଉଛୁ। ଏହା ଏକ ବହୁତ ବଡ଼ ବିରୋଧାଭାସ। ବାସ୍ତବରେ ଟିକେ ଭାବି ଦେଖନ୍ତୁ ତ, ଆମ ମଣିଷ ସମାଜକୁ ପ୍ରକୃତରେ କିଏ ବେଶୀ ଯୋଡ଼ି ରଖିଛି? ଆମର ସେହି ଅଦୃଶ୍ୟ ଆର୍ଥିକ ଅସ୍ଥିରତାର ଭୟ, ନା ମନୋରଞ୍ଜନରୁ ମିଳୁଥିବା ଏହି ମିଳିତ ଆନନ୍ଦ? ଏହା ଉପରେ ନିଶ୍ଚୟ ଚିନ୍ତା କରିବେ। ଆଜିର ଏହି ଗଭୀର ବିଶ୍ଳେଷଣରେ ଏତିକି। ଅନେକ ଅନେକ ଧନ୍ୟବାଦ। ଧନ୍ୟବାଦ। ଆଗକୁ ପୁଣି ଭେଟ ହେବା।